ସାଙ୍ଗମାନେ, ବୀର୍ଯ୍ୟ ମଣିଷ ଶରୀର ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଆଉ ବହୁତ ହି ମୂଲ୍ୟବାନ ହେଇଥାଏ। ଯେପରି ଗୋଟେ ଗଛ ବାୟୁ ବିନା ଶୁଖିଲା ଆଉ ସ୍ଥିର ହେଇଯାଏ, ଠିକ୍ ସେହିପରି ଜଣେ ମଣିଷ ବୀର୍ଯ୍ୟ ବିନା ଶୁଖିଲା ଆଉ ସ୍ଥିର ହେଇଯାଏ। ଯଦି ଜଣେ ବ୍ୟକ୍ତିର ରକ୍ତର ଅଭାବ ଥାଏ ଆଉ ସେଇ ବ୍ୟକ୍ତି କେବେ ବି ତାଙ୍କର ବୀର୍ଯ୍ୟ ତ୍ୟାଗ କରିନଥାଏ, ତେବେ ସେ ମଧ୍ୟ ବହୁତ ଦୀର୍ଘ ଜୀବନ ବଞ୍ଚିପାରିବ। କୁହାଯାଏ ଯେ ରକ୍ତ ଅପେକ୍ଷା ବୀର୍ଯ୍ୟ ଶରୀର ପାଇଁ ଅଧିକ ଆବଶ୍ୟକ ହେଇଥାଏ। ବୀର୍ଯ୍ୟ ଶରୀର ପାଇଁ ବହୁତ ହି ମୂଲ୍ୟବାନ ହେଇଥାଏ। ଆପଣମାନେ ଜାଣନ୍ତି କି ଆପଣଙ୍କ ଶରୀରରେ ଏଇ ଯେଉଁ ବୀର୍ଯ୍ୟ କେମିତି ଉତ୍ପନ୍ନ ହୁଏ? ପ୍ରତ୍ୟେକ ମଣିଷ ଶରୀରରେ ବୀର୍ଯ୍ୟର ପରିମାଣ ଅଲଗା ଅଲଗା ହେଇଥାଏ। କେତେକ ଲୋକଙ୍କ ଶରୀରରେ କମ୍ ବୀର୍ଯ୍ୟ ଉତ୍ପନ୍ନ ହୁଏ, ତ ଆଉ କେତେକଙ୍କର ଅଧିକ ଉତ୍ପନ୍ନ ହୁଏ। ସାଙ୍ଗମାନେ, ମଣିଷ ଜୀବନ ପାଇଁ ଖାଦ୍ୟ ଅତ୍ୟାବଶ୍ୟକ ହେଇଥାଏ। ଏହା ବିନା ବଞ୍ଚିବା ଅସମ୍ଭବ ହେଇଥାଏ। ମଣିଷ ଯେତେ ଖାଦ୍ୟ ଖାଏ, ସେହି ସମସ୍ତ ଖାଦ୍ୟ ପେଟରେ ପଚିବାକୁ ଲାଗେ ଆଉ ସେଥିରୁ ରସ ନିର୍ଗତ ହୁଏ। ସେହି ରସ 5 ଦିନ ପର୍ଯ୍ୟନ୍ତ ପଚିକି ରକ୍ତରେ ପରିଣତ ହୁଏ। ତାପରେ ରକ୍ତ ପୁଣି 5 ଦିନ ପର୍ଯ୍ୟନ୍ତ ପଚିକି ମାଂସ ହେଇଯାଏ। ଖାଦ୍ୟର ଏହି ପ୍ରକ୍ରିୟା ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ବନ୍ଦ ହୁଏନି। ଗୋଟିଏରୁ ଦ୍ୱିତୀୟ, ଦ୍ୱିତୀୟରୁ ତୃତୀୟ, ତୃତୀୟରୁ ଚତୁର୍ଥ, ଏଭଳି କ୍ରମେ ସମସ୍ତ ପଦାର୍ଥ ତିଆରି ହୁଏ। ଆଉ ପ୍ରତ୍ୟେକ ପ୍ରକ୍ରିୟାରେ ଅପଚୟ ପଦାର୍ଥ ଯେମିତିକି ମଳ, ମୂତ୍ର, ଝାଳ, ଆଖି, କାନ, ନାକର ମଇଳା ଆଉ ନଖ ଆଦି ଆକାରରେ ବାହାରକୁ ଚାଲିଯାଏ। ସେହିପରି 5 ଦିନ ପରେ ସପ୍ତମ ସାର ପଦାର୍ଥ ବୀର୍ଯ୍ୟରେ ପରିଣତ ହୁଏ। ଏହାକୁ ହଜମ କରାଯାଇପାରେନି। ତାପରେ ଏହି ବୀର୍ଯ୍ୟ ତେଜ ଆକାରରେ ସମସ୍ତ ଶରୀରରେ ଚମକି ରହେ। ସ୍ତ୍ରୀଙ୍କର ସପ୍ତମ ଶୁଦ୍ଧ ପଦାର୍ଥକୁ ରଜ କୁହାଯାଏ। ବୀର୍ଯ୍ୟ ଆଉ ରଜ ଏ ଦୁହିଁଙ୍କର ସମ୍ପର୍କ ଥାଏ। ବୀର୍ଯ୍ୟ କାଚ ପରି ଧଳା ଆଉ ଚିକ୍କଣ ଥାଏ, ଆଉ ରଜ ଲାଖ ପରି ଲାଲ ଥାଏ। ସାଙ୍ଗମାନେ, ଏହିପରି ରସରୁ ବୀର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ପଦାର୍ଥର ପାଚନ ହେବା ପାଇଁ ପ୍ରାୟ 30 ଦିନ ଓ 4 ଘଣ୍ଟାର ସମୟ ଲାଗେ। ମୁଁ ଆପଣମାନଙ୍କୁ ପୂର୍ବରୁ କହିଛି ଯେ ଜଣେ ମଣିଷର 40 ଦିନର ଖାଦ୍ୟରୁ 10 ଗ୍ରାମ ବୀର୍ଯ୍ୟ ତିଆରି ହେଇଥାଏ। ଆଉ ଏହା ଶରୀର ପାଇଁ ରକ୍ତ ଅପେକ୍ଷା ଅଧିକ ଉପକାରୀ ବୋଲି ମନାଯାଏ। ଯଦି ଆପଣ ଆପଣଙ୍କ 10 ଗ୍ରାମ ବୀର୍ଯ୍ୟକୁ କୌଣସି ବଡ଼ ହସ୍ପିଟାଲକୁ ପଠାନ୍ତି, ତେବେ ତାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେଇପାରେ। କିନ୍ତୁ ଅନେକ ଲୋକ ସେହି ମୂଲ୍ୟବାନ ବୀର୍ଯ୍ୟକୁ ଏମିତି ମାଗଣାରେ ନଷ୍ଟ କରିଦିଅନ୍ତି। କୁହାଯାଏ ଯେ 10 ଗ୍ରାମ ବୀର୍ଯ୍ୟର ମୂଲ୍ୟ କୋଟି କୋଟି ଟଙ୍କାରୁ ମଧ୍ୟ ଅଧିକ ହେଇଥାଏ। ହସ୍ତମୈଥୁନ କରିକି ଜଣେ ମଣିଷ ସେହି ଅମୂଲ୍ୟ ବୀର୍ଯ୍ୟକୁ କିପରି ମାଗଣାରେ ବାହାର କରିପାରେ? ଯଦି ଆପଣ ଚାହାନ୍ତି, ତେବେ ଇଣ୍ଟରନେଟରେ ଖୋଜିପାରିବେ କିମ୍ବା କୌଣସି ବଡ଼ ହସ୍ପିଟାଲରେ ଯାଇ ପଚାରି ପାରିବେ ଯେ ଜଣେ ମଣିଷର ଅଳ୍ପ ପରିମାଣର ବୀର୍ଯ୍ୟର ମୂଲ୍ୟ କେତେ ହେଇପାରେ। ଏଇ ଯେଉଁ ବୀର୍ଯ୍ୟ ଶରୀରର କୌଣସି ଗୋଟିଏ ସ୍ଥାନରେ ନଥାଏ, ସମସ୍ତ ଶରୀର ହିଁ ତାର ବାସସ୍ଥାନ ହେଇଥାଏ। ଯେପରି ବାଦାମରେ ତେଲ ଥାଏ, କ୍ଷୀରରେ ମଖନ ଥାଏ, କିସମିସରେ ମିଠାସ୍ ଥାଏ ଆଉ ଚନ୍ଦନରେ ସୁଗନ୍ଧ ଥାଏ, ସେହିପରି ଭାବରେ ବୀର୍ଯ୍ୟ ମଧ୍ୟ ଶରୀରର ପ୍ରତ୍ୟେକ ଅଂଶ ଓ ପ୍ରତ୍ୟେକ ପରମାଣୁରେ ରହିଥାଏ। ବୀର୍ଯ୍ୟର ଗୋଟିଏ ବୁନ୍ଦା ବାହାରି ଯିବାର ମାନେ ହେଉଛି ଶରୀରକୁ ଲେମ୍ବୁ ପରି ଚିପୁଡ଼ି ଦେବା ସହିତ ସମାନ ହେଇଥାଏ। ଯେପରି ମନ୍ଥନ କରିକି କ୍ଷୀରର ପ୍ରତ୍ୟେକ ଅଂଶରୁ ମଖନ ବାହାର କରାଯାଏ, ସେହିପରି ହସ୍ତମୈଥୁନ କରିବା ଦ୍ୱାରା ଶରୀରର ସମସ୍ତ ଅଂଶରୁ ବୀର୍ଯ୍ୟ ବାହାରିଯାଏ। ଆଉ ଯେଉଁ ସମୟରେ ଆମ ଦେହରୁ ବୀର୍ଯ୍ୟ ବାହାରିଯାଏ, ସେହି ସମୟରେ ଶରୀରର ସମସ୍ତ ନସ ଥରି ଉଠେ ଆଉ ପ୍ରତ୍ୟେକ ଅଂଶକୁ ଭାରି ଝଟକା ଲାଗେ। ଯେତେବେଳେ ବୀର୍ଯ୍ୟର ପତନ ହୁଏ, ଶରୀର ମଧ୍ୟ ଦୁର୍ବଳ ଓ ଦୁଃଖୀ ହେଇଯାଏ। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିବାକୁ ଚାହାନ୍ତି ଯେ ବୀର୍ଯ୍ୟକୁ କିପରି ଶୀଘ୍ର ବଢ଼ାଯାଇପାରେ। ବୀର୍ଯ୍ୟ ବଢ଼ାଇବା ପୂର୍ବରୁ ଆପଣଙ୍କୁ ବୀର୍ଯ୍ୟର ନାଶ ବନ୍ଦ କରିବା ପାଇଁ ପଡ଼ିବ। ଯଦି ଆପଣ ବୀର୍ଯ୍ୟର ନାଶ ବନ୍ଦ କରନ୍ତି, ତେବେ ସ୍ୱାଭାବିକ ଭାବରେ ବୀର୍ଯ୍ୟ ଆପଣଙ୍କ ଶରୀରରେ ବଢ଼ିବାକୁ ଲାଗିବ।
ଆଉ ଆପଣଙ୍କ ଶରୀର ଉଜ୍ଜଳ ଓ ଚମତ୍କାର ଦେଖାଯିବ। ସାଙ୍ଗମାନେ, ବ୍ରହ୍ମଚର୍ଯ୍ୟ ହେଉଛି ବୀର୍ଯ୍ୟକୁ ଶୀଘ୍ର ବଢ଼ାଇବାର ସର୍ବୋତ୍ତମ ଉପାୟ। ବ୍ରହ୍ମଚର୍ଯ୍ୟ ପାଳନ କରିକି ଆପଣ ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିପାରିବେ। ଯେପରି ଦୀପରେ ତେଲ ଥିବା ପର୍ଯ୍ୟନ୍ତ ଦୀପ ଆଲୋକ ଦେଇଥାଏ, ଆଉ ତେଲ ଶେଷ ହେବାକୁ ଲାଗିଲେ ଦୀପର ଆଲୋକ ବନ୍ଦ ହୋଇଯାଏ। ଠିକ୍ ସେହିପରି ଯେ ପର୍ଯ୍ୟନ୍ତ ଶରୀରରେ ବୀର୍ଯ୍ୟ ରହିଥାଏ ସେ ପର୍ଯ୍ୟନ୍ତ ଶରୀରରେ ଆନନ୍ଦ, ଉତ୍ସାହ, ଶକ୍ତି ଓ ଚମକ ରହିଥାଏ। କିନ୍ତୁ ଯେତେବେଳେ ଆପଣ ବୀର୍ଯ୍ୟକୁ ଅଯଥାରେ ବାହାର କରନ୍ତି ସେତେବେଳେ ଶରୀରରେ ଉତ୍ସାହ, ଆନନ୍ଦ, ଶକ୍ତି ଓ ଚମକ କମିଯାଏ। ଏହି ଦୁନିଆରେ ଅନେକ ଲୋକ ଅଛନ୍ତି ସାଙ୍ଗମାନେ, ଯେଉଁମାନଙ୍କ ଭିତରେ ଏବେ ମଧ୍ୟ ବହୁତ ଶକ୍ତି ରହିଛି। ଆଉ ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ହସ୍ତମୈଥୁନ କରିକି ନିଜ ଶରୀରକୁ ଦୁର୍ବଳ କରିଦେଇଛନ୍ତି। ବୀର୍ଯ୍ୟ ବଢ଼ାଇବା ବିଷୟରେ କହିବାକୁ ଗଲେ, ବ୍ରହ୍ମଚର୍ଯ୍ୟ ପାଳନ କରି ଆପଣ ସହଜରେ ଆପଣଙ୍କ ଶରୀରରେ ବୀର୍ଯ୍ୟ ବଢ଼ାଇ ପାରିବେ। ମୁଁ ଆପଣଙ୍କୁ ଶେଷ ଥର ପାଇଁ କହୁଛି ଯେ ବୀର୍ଯ୍ୟ ଆପଣଙ୍କ ଶରୀର ପାଇଁ ବହୁତ ମୂଲ୍ୟବାନ ହୋଇଥାଏ। ଯଦି ଆପଣ ଆପଣଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁଛନ୍ତି ତେବେ ହସ୍ତମୈଥୁନ କରିପାରିବେ। କୁହାଯାଏ ଯେ ବୀର୍ଯ୍ୟର ପତନ ହେବା ସହିତ ମଣିଷର ପତନ ମଧ୍ୟ ଆରମ୍ଭ ହୋଇଯାଏ, ଆଉ ତାଙ୍କର ସମସ୍ତ ଶକ୍ତି କମିଯିବାକୁ ଲାଗେ। ଯେତେ ବୀର୍ଯ୍ୟର ନାଶ ହେବ ସେତେ ଜୀବନର ନାଶ ହେବ, ଆଉ ଯେତେ ବୀର୍ଯ୍ୟକୁ ସଂରକ୍ଷଣ କରାଯିବ ସେତେ ମଣିଷ ଶକ୍ତିଶାଳୀ ହେବ ଆଉ ଦୀର୍ଘ ଜୀବନ ବଞ୍ଚିପାରିବ। ବ୍ରହ୍ମଚର୍ଯ୍ୟ ପାଳନ କରିକି ଜଣେ ମଣିଷ ବର୍ଷରୁ ବର୍ଷ ବଞ୍ଚିପାରିବ, ଆଉ ତାଙ୍କ ଭିତରେ ଦିବ୍ୟ ଶକ୍ତି ପ୍ରକାଶ ପାଇବ। ବୀର୍ଯ୍ୟକୁ ଶୀଘ୍ର ବଢ଼ାଇବାର ଏକମାତ୍ର ଉପାୟ ହେଉଛି ବ୍ରହ୍ମଚର୍ଯ୍ୟ ପାଳନ କରିବା। ଯଦି ଆପଣ ଲଗାତାର 90 ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ତେବେ ଆପଣ ଆପଣଙ୍କ ବୀର୍ଯ୍ୟକୁ 50 ଗୁଣ ଅଧିକ ବଢ଼ିଥିବା ଅନୁଭବ କରିପାରିବେ। ସାଙ୍ଗମାନେ, ହସ୍ତମୈଥୁନ ମାଧ୍ୟମରେ ବୀର୍ଯ୍ୟ ବାହାର କରିବା କ'ଣ ଭଲ କଥା? ମଣିଷ ନିଜେ ଏଥିରେ କଷ୍ଟ ପାଏ। ସେ ଜାଣେ ଯେ ଏଇ ଜିନିଷ ତା ଶରୀର ପାଇଁ ବହୁତ ହି କ୍ଷତିକାରକ। ତୁମେ ମଧ୍ୟ ଜାଣ ଯେ ବୀର୍ଯ୍ୟର ଅତ୍ୟଧିକ ନାଶ ବର୍ତ୍ତମାନ ସମୟରେ ବୋଧହୁଏ ଅଧିକ ଅନୁଭବ ହେବନି, କିନ୍ତୁ ବୟସ ବଢ଼ିବା ସହିତ ଏହା ତୁମକୁ ବହୁତ କଷ୍ଟ ଦେଇପାରେ। ମୁଁ ପୂର୍ବରୁ କହିଥିଲି ସାଙ୍ଗମାନେ ଯେ ବୀର୍ଯ୍ୟ ବହୁତ ହି ମୂଲ୍ୟବାନ। ଏହା ସାହାଯ୍ୟରେ ତୁମେ ତୁମର ଭବିଷ୍ୟତ ଗଢ଼ିପାରିବ, ଆଉ ବୀର୍ଯ୍ୟର ନାଶ ଦ୍ୱାରା ତୁମେ ତୁମର ଭବିଷ୍ୟତକୁ ବିନାଶ ମଧ୍ୟ କରିପାରିବ। ସାଙ୍ଗମାନେ, ସର୍ବପ୍ରଥମେ ତୁମେ ଏହା ଜାଣିବା ଆବଶ୍ୟକ କି ବୀର୍ଯ୍ୟର ନାଶ ମାନବ ଶରୀର ଉପରେ କେମିତି କୁପ୍ରଭାବ ପକାଇପାରେ। ମୁଁ ସେଇ ବୀର୍ଯ୍ୟ ବିଷୟରେ କହୁଛି ଯାହାକୁ ତୁମେ ପ୍ରତିଦିନ ନିଜ ହାତରେ ନଷ୍ଟ କରି ଚାଲିଛ। ବୀର୍ଯ୍ୟର ଅତ୍ୟଧିକ ନାଶ ଦ୍ୱାରା ମୂତ୍ରନଳୀରେ ସଂକ୍ରମଣ ହୋଇପାରେ। ଏହାର ଅର୍ଥ ହେଉଛି ତୁମେ ଶରୀର ଭିତରେ ଜ୍ୱଳନ ଅନୁଭବ କରିପାର। ଯଦି ତୁମେ ବୀର୍ଯ୍ୟକୁ ଅନାବଶ୍ୟକ ଭାବରେ ବାହାର କର ତେବେ ତୁମେ ଗନୋରିଆ ଓ ମଧୁମେହ ପରି ସମସ୍ୟାର ସମ୍ମୁଖୀନ ହୋଇପାର। ଅତ୍ୟଧିକ ବୀର୍ଯ୍ୟ ନାଶ କରିବା ଦ୍ୱାରା ସନ୍ତାନ ଜନ୍ମ ଦେବାର ସମସ୍ୟା ମଧ୍ୟ ହୋଇପାରେ। ସାଙ୍ଗମାନେ, ବୀର୍ଯ୍ୟର ନାଶ ଦ୍ୱାରା ତୁମର ଚୁଟି ସମୟ ପୂର୍ବରୁ ଧଳା ହୋଇପାରେ, କୋଷ୍ଠକାଠିନ୍ୟର ସମସ୍ୟା ହୋଇପାରେ, ଫୁସ୍ଫୁସ୍ ଦୁର୍ବଳ ହୋଇପାରେ, ଆଉ ଗଣ୍ଠି ବେଦନା ମଧ୍ୟ ହୋଇପାରେ। ଯଦି ତୁମେ ବ୍ରହ୍ମଚର୍ଯ୍ୟ ପାଳନ କର ଆଉ ତୁମର ବୀର୍ଯ୍ୟକୁ ସୁରକ୍ଷିତ ରଖ ତେବେ ଏହି ସମସ୍ତ ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବ। ବୀର୍ଯ୍ୟର ଅତ୍ୟଧିକ ନାଶ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ମନ ସବୁବେଳେ ଭବିଷ୍ୟତର ଚିନ୍ତା ଆଉ ଚାପରେ ବୁଡ଼ି ରହିପାରେ। ବ୍ରହ୍ମଚର୍ଯ୍ୟ ପାଳନ କରି ତୁମେ ତୁମ ମନରେ ଗୋଟେ କଠିନ ତାଲା ଲଗାଇ ପାରିବ, ଆଉ ଏହିସବୁ ନକାରାତ୍ମକ ପ୍ରଭାବରୁ ନିଜକୁ ରକ୍ଷା କରିପାରିବ। ବୀର୍ଯ୍ୟର ନାଶ ଆତ୍ମା ଉପରେ ମଧ୍ୟ ପ୍ରଭାବ ପକାଏ। ବୀର୍ଯ୍ୟର ଅତ୍ୟଧିକ ନାଶ ଆତ୍ମାକୁ ଦୁଃଖୀ କରିଦେଇଥାଏ। ତୁମ ଶରୀରରେ ଆତ୍ମା ହେଉଛି ରାଜା। ଯଦି ତାର ରକ୍ଷକ କୌଣସି ଖରାପ କାମ କରେ ତେବେ ତାର ମୂଲ୍ୟ ରାଜାଙ୍କୁ ଦେବାକୁ ପଡ଼େ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ମଧ୍ୟ ତାହାର ବେଦନା ଆତ୍ମା ଅନୁଭବ କରେ। ସବୁଠାରୁ ପ୍ରଥମ କଥା ହେଉଛି, ଯଦି ତୁମେ ବ୍ରହ୍ମଚର୍ଯ୍ୟ ପାଳନ କର ତେବେ ତୁମେ ସହଜରେ ତୁମର ବୀର୍ଯ୍ୟକୁ ବୃଦ୍ଧି କରିପାରିବ। କେତେକ ଲୋକ ଭାବନ୍ତି
ଯେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସମୟରେ ବୀର୍ଯ୍ୟ ଆସିବା ସମ୍ପୂର୍ଣ୍ଣ ବନ୍ଦ ହେଇଯିବ। ମୁଁ ତୁମକୁ କହିବାକୁ ଚାହେଁ ଯେ ଯେତେବେଳେ ତୁମେ ହସ୍ତମୈଥୁନ କର ତାର ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଶରୀର ପୁଣି ଥରେ ବୀର୍ଯ୍ୟ ତିଆରି କରିବା ଆରମ୍ଭ କରେ। ଏହା ତୁମ ଶରୀର ଉପରେ ଡିପେଣ୍ଡ କରେ କି ସେହି ବୀର୍ଯ୍ୟ କେତେ ପରିମାଣର ହେବ। 24 ଘଣ୍ଟା ମଧ୍ୟରେ ବୀର୍ଯ୍ୟ ସୃଷ୍ଟି ହେବା ପରେ ଶରୀର ଭିତରେ ଗୋଟେ ନୂଆ ଉର୍ଜା ଉତ୍ପନ୍ନ ହେବାକୁ ଲାଗେ। ତେଣୁ ସାଙ୍ଗମାନେ ବୀର୍ଯ୍ୟକୁ ଶୀଘ୍ର ବୃଦ୍ଧି କରିବା ପାଇଁ ତୁମକୁ ନିଶ୍ଚିତ ଭାବରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ପଡ଼ିବ। ଯଦି এই ଭିଡ଼ିଓରୁ ତୁମେ କିଛି ଶିଖିଥାଅ ତେବେ ଭିଡ଼ିଓକୁ ଲାଇକ୍ କର, ସେୟାର କର, କମେଣ୍ଟ କର। ଯଦି ଚ୍ୟାନେଲରେ ନୂଆ ଅଛ ତେବେ ସବସ୍କ୍ରାଇବ୍ କର। ଆମେ ପୁଣି ଗୋଟିଏ ନୂଆ ଭିଡ଼ିଓ ସହିତ ଫେରି ଆସିବୁ। ସେ ପର୍ଯ୍ୟନ୍ତ ରହୁଛି, ଧନ୍ୟବାଦ।